ଦେଖନ୍ତୁ ବନ୍ଧୁମାନେ ସବୁ ନମସ୍କାର। ମୁଁ ପ୍ରଶାନ୍ତ ମହାପାତ୍ର ଆପଣଙ୍କ ସହିତ ଯୋଗାଯୋଗରେ ଅଛି। ମୋର ନାଁ ପ୍ରଶାନ୍ତ ମହାପାତ୍ର। ମୋର ଆଇଡି ନମ୍ବର ଆପଣ ଦେଖିପାରୁଛନ୍ତି ଆଗରେ ଅଛି। ଏଥିରେ ଆପଣ ଦେଖନ୍ତୁ କ୍ୟାସ୍ ୱେଟିଂ କ୍ୟାସ୍ 0 ଅଛି। ୱାଲେଟ୍ରେ ମୋର 83 ଟଙ୍କା ଅଛି। ଆର୍ନିଂ ୱାଲେଟ୍ରେ 5 ପଇସା ପଡ଼ିଛି। ରିଚାର୍ଜ ପଏଣ୍ଟ ମୋତେ କମ୍ପାନୀ ଯେଉଁ 800 ପଏଣ୍ଟ ଦେଇଥିଲା, ମୁଁ ସେଥିରେ 672 ଟଙ୍କା ଯେହେତୁ ଲାଭ ପାଇସାରିଛି, ମୋର ୱାଲେଟ୍ ବାଲାନ୍ସରେ 10.8 ରିଚାର୍ଜ ପଏଣ୍ଟ ଅଛି। ଆପଣମାନେ ଜାଣିଥିବେ ବା ଜାଣିବାକୁ ପଡ଼ିବ ବା ଜାଣିଥାନ୍ତୁ କି ଆମକୁ କମ୍ପାନୀ 800 ରିଚାର୍ଜ ପଏଣ୍ଟ ଯେଉଁ ଦେଉଅଛି, ସେ 800 ରିଚାର୍ଜ ପଏଣ୍ଟ ବଦଳରେ ଆମେ 400 ଟଙ୍କା ରୋଜଗାର କରିପାରୁଛେ। ଏବଂ ରିଚାର୍ଜ ପଏଣ୍ଟ ଯଦି କମିଗଲା, ତେବେ ଆମେ ରିଚାର୍ଜ କଲେ ବେନିଫିଟ୍ କିଛି ପାଇପାରିବେନି ଏବଂ ଯାହା ଲାଭ ପାଇବା 30% ପାଇବା, କେତେ କ୍ରାଇଟେରିଆ 20% ପାଇବା। ସେ 20% ବା 30% ଯାହା ରିଚାର୍ଜରେ ଆମେ ରିଟର୍ନ ପଇସା ବେନିଫିଟ୍ ପାଉଛେ ବା ଲାଭ ପାଉଛେ, ତାର 2 ଗୁଣା ଏଥିରୁ ରିଚାର୍ଜ ପଏଣ୍ଟ କଟୁଛି। ଜଷ୍ଟ ଉଦାହରଣ ଆପଣ ଦେଖିବେ, ବର୍ତ୍ତମାନ ଯେହେତୁ ମୋର ପଏଣ୍ଟ କମି ଯାଇଛି, ମୁଁ ପୁଣି ସେଟାକୁ ବାଏ ପ୍ୟାକେଜରେ ନେବି। କିନ୍ତୁ ଯେହେତୁ ମୋର 10.8 ପଏଣ୍ଟ ଅଛି, ମୁଁ ରିଚାର୍ଜ କରିବି। ଆଗ ଫୋନ ପେ କୁ ଯାଇକି ମୁଁ ପଇସା ଲୋଡ କରିବି ଏଥିରେ। ତେଣୁ ପ୍ରଥମେ କଣ କରିବାକୁ ପଡ଼ିବ, ମୋତେ ଆଡ୍ ଫଣ୍ଡ କରିବାକୁ ପଡ଼ିବ। ଆଡ୍ ଫଣ୍ଡ ମୋତେ ଭାରତ ପେ ଆସିଲା। ଭାରତ ପେ ସ୍କ୍ରିନଶଟ ନେଇକି ମୁଁ ସେଥିରେ ଦେଇଛି ଫୋନ ପେ ରୁ ମୋ ହିସାବରେ ମୁଁ ରିଚାର୍ଜ କରିଛି। ମୁଁ ସେଥିରେ ରିଚାର୍ଜ କଲା ପରେ ୟୁଟିଆର ନମ୍ବରଟା ମୋତେ ମିଳିଛି। ସେ ୟୁଟିଆର ନମ୍ବରଟି ମୁଁ ଏଥିରେ ଦଉଛି। ୟୁଟିଆର ନମ୍ବର ମାଗିଛନ୍ତି 308618295067। ମୁଁ କରିଛି 450 ଟଙ୍କା। ୟୁଟିଆର ନମ୍ବର ମିଳେ 308618295067 ଏବଂ 450 ଟଙ୍କା ବର୍ତ୍ତମାନ ସବମିଟ କରିଦେଲି। ସବମିଟ ଡବଲ କ୍ଲିକ୍ କରିବାକୁ ପଡ଼ିଲେ, ଡବଲ କ୍ଲିକ୍ କଲା ପରେ ସେ ଆମକୁ ପଇସାଟା ଆମର ଏମାଉଣ୍ଟ ପଳେଇଯିବ। ତମେ କେମିତି ଦେଖିବା ଗଲା କି ନାହିଁ? ଆଚ୍ଛା, ଯଦି ନ ଦରକାର ପଡ଼େ, ଜାଣି ନ ପାରିବେ, ଆଉ ଥରେ ୟୁଟିଆର ନମ୍ବର ଦେବାକୁ ପଡ଼ିବ 308618295067। ଏମାଉଣ୍ଟ ହେଉଛି 450 ଟଙ୍କା। ସବମିଟ ଦେଲି। ଆଚ୍ଛା, ବର୍ତ୍ତମାନ ସବମିଟ ଦେଲା ପରେ ମୋତେ ହଁ, ମୁଁ ପୁଣି ବ୍ୟାକ୍ ଯାଇକି ହୋମ୍ ବଟନକୁ ନେଲି। ହୋମ୍ ବଟନ ଗଲା ପରେ ମୋର ଥିଲା କେତେ ଟଙ୍କା? 83 ଟଙ୍କା ପ୍ଲସ୍ 450 ଟଙ୍କା। ଆପଣ ଦେଖିପାରୁଛନ୍ତି 83 ଟଙ୍କା ମୋର ବାଲାନ୍ସ ପୂର୍ବରୁ ଥିଲା, ବର୍ତ୍ତମାନ 450 ଟଙ୍କା ଦେଲା ପରେ ମୋର 533 ଟଙ୍କା ମୋର ୱାଲେଟକୁ ପଳେଇଲା। ଆଚ୍ଛା, ମୋର ଏଇଟା ଯେହେତୁ ମୋର ରିଚାର୍ଜ ପଏଣ୍ଟ ନାହିଁ, ମୁଁ ରିଚାର୍ଜ ପଏଣ୍ଟ ବାଇ କରିବାକୁ ପଡ଼ିବ। ରିଚାର୍ଜ ପଏଣ୍ଟ ବାଇ କରିବାକୁ ଗଲେ ମୋତେ କଣ କରିବାକୁ ପଡ଼ିବ ନା ବାଇ ପ୍ୟାକେଜ କରିବାକୁ ପଡ଼ିବ। ତେଣୁ ବର୍ତ୍ତମାନ ବାଇ ପ୍ୟାକେଜକୁ ଗଲି। ବାଇ ପ୍ୟାକେଜ ୟୁଜର ନେମ୍ ଆଇଡି ମାରିଲି। ମୋର ୟୁଜର ଆଇଡି ବାହାରିଲା, ମୋର ନାଁ ପ୍ରଶାନ୍ତ ମହାପାତ୍ର ବାହାରିଲା। 200 ଟଙ୍କାରେ 800 କୁପନ ଏମାଉଣ୍ଟ ମୁଁ ଦେଲି ଟାଇପ ୱାଲେଟ। ୱାଲେଟରେ ଯେହେତୁ ମୋର 533 ଟଙ୍କା ଅଛି, ତେଣୁ ମୁଁ 200 ଟଙ୍କା ଏଥିରେ ଛାଡ଼ିଲି। ସିକ୍ୟୁରିଟି ପିନ୍ ଆପଣମାନେ ଜାଣିଛନ୍ତି 1234 1234 ଏଟା ସିକ୍ୟୁରିଟି ପିନ୍। ତାପରେ ଆମେ ବର୍ତ୍ତମାନ ବାଇ ପ୍ୟାକେଜ ଟଚ୍ କରିବା, ସକ୍ସେସଫୁଲ ହେଇଗଲା। ମୋର 333 ଟଙ୍କା ବାଲାନ୍ସ ବାଇ ପ୍ୟାକେଜ ଗଲା ପରେ ମୁଁ ପୁଣି ଦେଖି ବ୍ୟାକ୍ କରି ଯାଉଛି ମୋର ହୋମ ପେଜକୁ ଆସିଛି କି ନାହିଁ। ଗୋଟେ ମିନିଟ ଦେଖନ୍ତୁ, ମୋର ଏଥିରୁ 533 ଟଙ୍କାରୁ 200 ଟଙ୍କା କଟିକି 333 ଟଙ୍କା ହେଇଯାଇଛି। ବାଇ ପ୍ୟାକେଜରେ ଯୋଉ 200 ଟଙ୍କା ବାଇ ପ୍ୟାକେଜ କଲି, 800 ପଏଣ୍ଟ ଆସିଲେ ମୋର 10 ପଏଣ୍ଟ ଷ୍ଟକ୍ ଥିଲା। ଆପଣ ଦେଖିଥିଲେ ପୂର୍ବରୁ, ଦେଖିଥିଲା। ବର୍ତ୍ତମାନ ଏଥିରେ ମୁଁ ମୋ ନିଜ ମୋବାଇଲ ରିଚାର୍ଜ କରୁଛି। ଏଥିରେ ମୁଁ ମୋ ନିଜ ମୋବାଇଲ ରିଚାର୍ଜ ବର୍ତ୍ତମାନ କରୁଛି। ଆପଣ ଦେଖନ୍ତୁ କେମିତି ରିଚାର୍ଜ ହେଉଛି। ବର୍ତ୍ତମାନ ମୋ ନିଜ ମୋବାଇଲରେ ମୁଁ ରିଚାର୍ଜ କରିବି। ଏଇଟା ହେଲା ମୋବାଇଲ ରିଚାର୍ଜ। ମୋବାଇଲ ନମ୍ବର ମୋର ଦେଲି 7978127698 ହେଲା। ମୋର ଅପରେଟର ହେଲା ଜିଓ। ମୁଁ ବର୍ତ୍ତମାନ ମାସିକିଆ ରିଚାର୍ଜଟେ ନେବି। ସର୍କଲ ହେଲା ଆମର ଓଡ଼ିଶା। ବର୍ତ୍ତମାନ ମାସିକିଆ ରିଚାର୍ଜ ହେଲା 299 ନେଉଛି। 299 କାରଣ ମୋର ଯେହେତୁ ଆ ପୂର୍ବ ଭିଡିଓରେ ସାର୍ ପଠେଇଥିଲେ, ଯେହେତୁ ମୋର 2-3 ଦିନ ବାଲାନ୍ସ ଅଛି, ଏଇଟା ବର୍ତ୍ତମାନ ରିଚାର୍ଜ କଲା ପରେ ଇନ୍ ଫ୍ୟୁଚର ମୋର ଏଇଟା କଣ୍ଟିନ୍ୟୁ
କରିପାରିବ। ଆଚ୍ଛା ପୁଣି ସିକ୍ୟୁରିଟି ପିନ୍ ହେଲା 1 2 3 4। ବର୍ତ୍ତମାନ କଣ ହେଲା ମୋବାଇଲ ମୋର ବାଲାନ୍ସ କେତେ ଅଛି 333 ଟଙ୍କା 7978127698 698 7978127698 এটা ମୋ ରିଚାର୍ଜ ଜିଓ ଓଡ଼ିଶା 299 ମୁଁ ଦେଖିଲି। ବର୍ତ୍ତମାନ ନେକ୍ସଟ ମାରିଲା ପରେ ମୁଁ ଦେଖେଇଲା 7971 3% ଯେହେତୁ ଦେଖଉଛି ମୁଁ ଏତେ ରିଚାର୍ଜ କରିବିନି। ବର୍ତ୍ତମାନ ବ୍ୟାକ୍ କୁ ବାହାରୁଛି ମୁଁ ଯେହେତୁ ମୋର 3% ମୋର 30% ଆସିବା କଥା 3% ଦେଖଉଛି ତେଣୁ ମୁଁ ଯାଉଛି ହ୍ୱାଇଟ ଲିଷ୍ଟ କୁ। ମୋ ନମ୍ବରଟା ହ୍ୱାଇଟ ଲିଷ୍ଟ ଅଛି କି ନାହିଁ। ହ୍ୱାଇଟ ଲିଷ୍ଟ ଅପଡେଟ ପୁଣି ଆସ ମାରିଲି ମାରିକି ବର୍ତ୍ତମାନ ମୁଁ ଯାଉଛି ରିଚାର୍ଜ କୁ। ମୋବାଇଲ ନମ୍ବର 7978127698 ମୋର ଜିଓ ରିଲାଏନ୍ସ सर्कल आमर ओडिशा अमाउंट 299 सिक्योरिटी पिन 1 2 3 4 नेक्स्ट मारली। हाँ देखो आसला ना जेतु अपडेट मार नथली 797 देखो रिलायंस ओडिशा लिखला मोबाइल नंबर मोर आसला रिचार्ज कैश बैक है 30% रिचार्ज कैश बैक 99 टंका 70 पैसा मु अमाउंट 200 टका अपन देखि परछन तो एठी अपन संगे गोटे स्क्रीनशॉट नेकी जिबे स्क्रीनशॉट नेला परे आपण तापर पे नाउ करी आपण प्रथम देखिबे केते परसेंट होची 3% होतला पूर्व देखिले मो पले अपडेट कला पर 30% आसला 30% मते 99 टा 70 पैसा आसला अमाउंट देखिले बर्तन मो पे नार जब आउ थो क्लिक करली बर्तन सबमिटिंग मोर हे जिवो एति खेला रिचार्ज प्रोसेस प्रथम आप रिचार्ज करबा पूर्व रिचार्ज इज प्रोग्रेस चेक इन 30 मिनिट्स देखंतु संगे फ्रंट आसिला रिचार्ज सफल होईची देखंतु एठी आसिला रिचार्ज सफल होईची प्लान नाम 299 टका जियो नंबर 7978127698 जिम जहा आसीबा कथा डिटेल्स पळि आसिला मो जेतु मोबाइल मोर सेम नंबर अछि देखि दंतु। अच्छा एठी हमरो बैक जाकी देखुची मो फोन पे रो देखंतु जेतु मो रिचार्ज करथिली मोर 333 टका थिला 299 टका कटिला परे आ 24 टका रहबा कथा बाकी जेतु मोर कमिशन टा पळि आसिला 99 टका एथि एडे कि 124 टका 134 टका सेते थिला 34 टका मोर हेगला 99 टका 124 टका मोर बैलेंस रे अर्थ मोर 299 टका रिचार्ज हे गेला किंतु एथि मोर 210 टका कटले एइटा होची आम ए कंपनी रो बा एसएल रिचार्ज रो सबुट बड़ बेनिफिट संगे संगे आसीबो इंस्टेंट आसीबो बेसी भाबी चिंती के भाबिया आवश्यक नै जिते पारिबे निज तो रिचार्ज करंतु एवं निजे तार लाभ उठाइबा पई चेष्टा करंतु बेसी किंतु परंतु चिंता करंतु नाही। जय जगन्नाथ जय एसएलवी।